ଅପେରା ଯାଜ୍ଞସେନୀର ସନାତନୀ ଯେଉଁ ନାଟକଟି କରିଛି ସେ ଏତେ ନିଖୁଣ ଭାବରେ ଅଭିନୟ କଲେ ଯେଉଁଥିପାଇଁ କାଲି ଦର୍ଶକ ଉତ୍ତପ୍ତ ହେଇ ଭିଲିଆନକୁ ଚିଆରି ମାଡ଼ ବା ପେଣ୍ଡାଲକୁ ଉଠିକି ଭିଲିଆନକୁ ତଡ଼ିଲେ ପଳାଇବା ପାଇଁ। ତେଣୁକରି ଖଳନାୟକ ଏତେ ନିଖୁଣ କରିଛନ୍ତି, ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ଏତେ ଭାବବିହ୍ୱଳ କରିଦେଲେ କାଲି ପ୍ରାୟ ସ୍ତ୍ରୀ ଲୋକମାନେ ବି ପୁରା ଆଗ୍ରେସିଭ୍ ହେଇକି ନାଟକଟିକି ବନ୍ଦ କରିବାକୁ ଚେଷ୍ଟା କଲେ। କିଛି ସମୟ ସେ ହୋହାଲା ହେଲା, ତାପରେ ଶାନ୍ତିରେ ତାକୁ ସମସ୍ତଙ୍କୁ ବସେଇଦେଲୁ। ଯେହେତୁ ଗୋଟେ ଝିଅକୁ ନେଇକି ତା ଗଳା କାଟୁଛନ୍ତି ସେଇଟା ଦର୍ଶକ ମନକୁ ପାଇଲାନି, ସେଥିପାଇଁ ଦର୍ଶକମାନେ ଭାବବିହ୍ୱଳରେ ଏସବୁ କାମ କରିଛନ୍ତି। ଆକ୍ରମଣ କାହାକୁ କରୁଥିଲେ, କାହାଠି ବାଜିଲା ଖଳନାୟକକୁ ଆଉ ଯେଉଁ ତାଙ୍କ ପାର୍ଶ୍ୱରେ ଯେଉଁମାନେ ଥିଲେ ତାଙ୍କ ଉପରକୁ ଲୋକ ଚିଆରି ମାଡ଼ କରୁଥିଲେ। ସେ ଚିଆରିଟି ଯାଇକି ଆମର ଯେଉଁ ହିରୋଇନ୍ ଅଛନ୍ତି ତାଙ୍କ ଦେହରେ ଆଘାତ କଲା। ତାଙ୍କର ହାତରେ ବାଜିଛି, ହାତରେ ବାଜିକି କଇଁଛା ପଡ଼ିଯାଇଛି, ଯାହା ଆମେ ସକାଳୁ ଦେଖିଲୁ। ସାମାନ୍ୟ ଆହତ ହେଇଛନ୍ତି, ବେଶୀ ବି ତାଙ୍କ କିଛି ହେଇନି, ଖାଲି ହାତଟା କଳା ପଡ଼ିଯାଇଛି। ଆଜି ସେଇ ସନାତନୀ ନାଟକ କରିବ ବୋଲି ଆମର ପ୍ରଚାର ସରିଯାଇଛି। ତେଣୁକରି ଆଜି ସନାତନୀ ନାଟକ ବି ଫେରେ କରିମୁ ଆଜି ସେକେଣ୍ଡ ରାତି। ଦର୍ଶକ ବନ୍ଧୁକୁ ଏତିକି କହିବାକୁ ଚାହିଁବୁ, ଇଏ ଅଭିନୟ ଏବଂ ନାଟକ ଆସନ୍ତୁ, କାଳ୍ପନିକ ଏବଂ ଏଇ ଯେଉଁ ନାଟକ ଭିତରେ ଏତେ ପଶି ଯାଇକି କ୍ଷୁବ୍ଧ ହେବା ଆବଶ୍ୟକ ନାହିଁ। ଯାତ୍ରା ଲାଗି ବୁଝନ୍ତୁ ଏବଂ ଶାନ୍ତି ଶୃଙ୍ଖଳାରେ ଦେଖିକି ଯାଆନ୍ତୁ।